ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜିର ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କାଟି ନଭେମ୍ବର 24 ତାରିଖରେ ଆପଣମାନଙ୍କୁ ଆଉ କିଛି ଜଣଙ୍କର ଅଣ୍ଡର ପ୍ରୋସେସରେ ରହିଛି, ଆଉ କିଛି ଜଣ ଆବେଦନ କରୁଛନ୍ତି। ଆଜିର ଭିଡ଼ିଓଟି ଯେଉଁମାନେ ଆବେଦନ କରୁଛନ୍ତି ସେମାନଙ୍କ ପାଇଁ, ମାନେ ଆବେଦନ କରିବା ପାଇଁ ଭାବୁଛନ୍ତି କରିବେ ବୋଲି ହେଉଛନ୍ତି, ତ ସେଇଭଳିଆ ଜିନିଷଟା। ଏବେ ସୁଭଦ୍ରା ଯୋଜନାର ଶେଷ ତାରିଖ 2024 ପାଇଁ ଆସିଯାଇଛି। ହଁ ଆଜ୍ଞା, ଠିକ୍ ଶୁଣିଲେ, 2024 ମସିହା ପାଇଁ ସୁଭଦ୍ରା ଯୋଜନାର ଶେଷ ତାରିଖଟି ଘୋଷଣା କରାଯାଇଛି। ତ ଦର୍ଶକ ବନ୍ଧୁ, ମୁଁ କହି ରଖୁଛି, ଯଦି ଆପଣମାନେ ଏହି ତାରିଖ ଭିତରେ ଆବେଦନ ନ କରନ୍ତି ତାହେଲେ ଆପଣମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କାଟି ମିଳିବନି, ମାନେ ଆପଣମାନେ ସୁଭଦ୍ରା ଯୋଜନା ଟଙ୍କାରୁ ବଞ୍ଚିତ ହେଇଯିବେ। ତ ସେଥିପାଇଁ ଆପଣ ଗୋଟେ ଅନୁରୋଧ, ଯଦି ଆପଣ ପଇସା ପାଇବି ଗଲେଣି କିମ୍ବା ଅଲରେଡ଼ି ପକାଇ ସାରିଛନ୍ତି, ଯଦି କାହାକୁ ଦେଖୁଛନ୍ତି ଯିଏ ଜଣେ ପକାଇନି, କୌଣସି ବି କାରଣରୁ ପକାଇ ପାରିନାହିଁ, ତାକୁ ଏଇ ଖବରଟି ପହଞ୍ଚାନ୍ତୁ କି ଗୋଟେ ତାରିଖ, ମାନେ ଶେଷ ତାରିଖ ଘୋଷଣାଟି କରାଯାଇଛି, ସେଇ ତାରିଖ ଭିତରେ ଯଦି ଆପଣମାନେ এই ସୁଭଦ୍ରା ଯୋଜନାରେ ଆପ୍ଲାଏ ନ କରିବେ ତାହେଲେ ଆପଣ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଯିବେ। ମାନେ ସୁଭଦ୍ରା ଟଙ୍କାର ଯେଉଁ 50,000 ମିଳିବ 5 ବର୍ଷରେ, ଆପଣ ସେଥିରେ ଯୋଡ଼ି ହୋଇପାରିବେନି। ତ ଏବେ ସମୟ ଆସିଯାଇଛି କି ମୁଁ ଆପଣମାନଙ୍କୁ ଦେଖେଇ ନେବି ଟୋଟାଲ୍ ନ୍ୟୁଜ୍ଟି କ'ଣ ଆସିଛି ହେଲା। ତ କେତେ ତାରିଖରେ କ'ଣ ଅଛି। ଆଉ ଗୋଟେ କଥା ରହିଲା, ମୁଁ ତାରିଖ ଘୋଷଣା, ମାନେ ଯେଉଁ ଘୋଷଣା ହେଇଥିବା ତାରିଖ କହିବା ପୂର୍ବରୁ ମୁଁ ଗୋଟେ କଥା କହି ରଖୁଛି, ଆପଣମାନେ ଏଇ ୱେବସାଇଟ୍ ଏଇ 2 ଦିନ ହେବ ସର୍ଚ୍ଚ କଲା ପରେ ଆସୁନଥିବ। ସମସ୍ତେ ଭାବିଲେ ସୁଭଦ୍ରା ଯୋଜନା ମାନେ ଫେକ୍ ହେଇଗଲା। ଏଇଟା ଆକ୍ଚୁଆଲି ସେମିତି ନାହିଁ। ମୁଁ କହୁଛି, ବେଳେବେଳେ ଏମିତି ହୁଏ, କିଛି ଜଣ ହ୍ୟାକର୍ ବି ଥାଆନ୍ତି ଯେଉଁଟାକି ଆମର ୱେବସାଇଟ୍କୁ ହ୍ୟାକ୍ କରିଦିଅନ୍ତି। କାହିଁକିନା ଗଭର୍ଣ୍ଣମେଣ୍ଟ ପୋର୍ଟାଲ୍ ତ ଜାଣିପାରୁଥିବେ କେମିତି କାମ କରେ କ'ଣ। ଆଇଦର ହ୍ୟାକର୍ ହ୍ୟାକ୍ କରିଦେଇଥିବେ, ଯାହାଫଳରେ ସେଇଟା ଉଡ଼ି ଯାଇଥିଲା। ଏବେ ବର୍ତ୍ତମାନ ଦେଖାଉଛି ମାନେ ସର୍ଚ୍ଚ କଲା ପରେ, କିନ୍ତୁ ତା'ର ଆଇକନ୍, ଯେଉଁ ସୁଭଦ୍ରାର ଆଇକନ୍ଟା, ଏଇ ଯେଉଁ ଆଇକନ୍ଟା ଆପଣ ଦେଖୁଛନ୍ତି, ଏଇଟା ଫ୍ରଣ୍ଟରେ ଦେଖାଉଥିଲା, ସେ ଫ୍ରଣ୍ଟରେ ଦେଖାଉନି, ମାନେ ଯେଉଁ ୱେବସାଇଟ୍ ଷ୍ଟାର୍ଟ ହେଲା ବେଳକୁ। ତ ଏମିତି ହୁଏ ବେଳେବେଳେ, ଆଇଦର ସିଷ୍ଟମ୍ରେ ଗ୍ଲିଚ୍ ଅଛି, ମାନେ ତାଙ୍କ ସିଷ୍ଟମ୍ରେ ଗ୍ଲିଚ୍ ହେବାରୁ ଆମକୁ ଶୋ କରୁନି, ନହେଲେ ନାହିଁ ତାକୁ କିଛି କରିକି ମାନେ ତା ଦେହରେ ଛେଡ଼ଖାନି କରିବାକୁ ଟ୍ରାଏ କରୁଛି, କିନ୍ତୁ ତାକୁ ପୁଣି ଥରେ ଅଣାଯାଇଛି। ବୁଝିଲେ? ତ ଇଏ ରହିଲା ଗୋଟେ କଥା। ଯେଉଁମାନେ ଭାବୁଥିଲେ କି ଏଇ ୱେବସାଇଟ୍ କଟିଗଲା, ତ ଏଇଟା ଫେକ୍ କଥା ନୁହେଁ। ଆସ୍ତେ ଆସ୍ତେ ସବୁ ଠିକ୍ କରୁଛନ୍ତି, କାହିଁକିନା ଗଭର୍ଣ୍ଣମେଣ୍ଟର ପୋର୍ଟାଲ୍ ନର୍ମାଲି ଏତେ ସ୍ପିଡ଼୍ କାମ କରେନି। ଆପଣ ଯଦି କେଉଁଠି ଫର୍ମ ଫିଲ୍ଅପ୍ କରିଥିବେ କେବେ, ମାନେ ଓଡ଼ିଶାର ପୋର୍ଟାଲ୍ରେ, କୌଣସି ପୋର୍ଟାଲ୍ କେବେ ବି ଏତେ ସ୍ପିଡ଼୍ରେ କାମ କରେନି। ଇଏ ଟ୍ରାଏ କରୁଛନ୍ତି ସୁଭଦ୍ରା ଯୋଜନା ପୋର୍ଟାଲ୍ଟାକୁ ଜଲ୍ଦିରୁ ଜଲ୍ଦି କାମ କରିବା ପାଇଁ, ସେଇଟା ବଡ଼ କଥା ଆମ ପାଇଁ। ଏଇଟା ରହିଲା ଗୋଟେ କଥା। ତ ମୁଁ ଏବେ ଚାଲନ୍ତୁ, କେତେ ଆମର ଶେଷ ତାରିଖ, ସେ ନ୍ୟୁଜ୍ଟି ପୁରା ଟୋଟାଲ୍ ଦେଖେଇବି ଆପଣମାନଙ୍କୁ। ତ ସେଇ ତାରିଖ ଭିତରେ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଯଦି ନ କରିବେ ତାହେଲେ ଆପଣମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଇଯିବେ। ଚାଲନ୍ତୁ ଯିବା ନ୍ୟୁଜ୍ ପାଖକୁ। ଦେଖନ୍ତୁ, ରେଡ୍ ଘରରେ ମୁଁ ଦେଖେଇଦେଲି କ'ଣ ଲାଗିଛି। ସୁଭଦ୍ରା ଯୋଜନାରେ 2025 ମାର୍ଚ୍ଚ 7 ତାରିଖ ସୁଭଦ୍ରା ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ତାମାନେ ଆମର ଲାଷ୍ଟ ଡେଟ୍ କେବେ? ପ୍ରଥମ କିସ୍ତିର ମାର୍ଚ୍ଚ 7। କାହିଁକି ନା ଏ ଡେଟ୍ଟି କାହିଁକି ଘୋଷଣା କରାଯାଇଛି ନା, ମାର୍ଚ୍ଚ 8ରେ, ମନେ ରଖନ୍ତୁ, ମୁଁ କହିଛି ମାର୍ଚ୍ଚ 8ରେ ହେଉଛି ଆମର ଓମେନ୍ସ ଡେ, ଯେଉଁଥିରେ ଆମକୁ ଦ୍ୱିତୀୟ କିସ୍ତି ମିଳିବାକୁ ଯାଉଛି। ସେଥିପାଇଁ ଯେଉଁ ତୃତୀୟ କିସ୍ତି ମିଳିବା ପୂର୍ବରୁ ସେମାନେ ପ୍ରଥମ କିସ୍ତିଟାକୁ କ୍ଲିୟର କରିଦେବାକୁ ଚାହୁଁଛନ୍ତି। ତ ଇଭିନ୍ ଏମିତି ବି ହେବ, ଜଣେ ଜଣଙ୍କୁ ପଇସା ମିଳିବନି, ସେମାନେ ୱେଟ୍ କରିବେ, ମିଳିବନି, ମାନେ ଏ ଫେଜ୍ରେ ମିଳିବନି। ଇଭିନ୍ ଏମିତି ବି ହେବ, ମାର୍ଚ୍ଚ 8ରେ 2ଟା ଯାକ ଫେଜ୍, ମାନେ ଏକାଥରକେ ଆପଣଙ୍କୁ 10,000 ମଧ୍ୟ ଆସିପାରିବ। ସେଥିପାଇଁ ଯଦି ବା ମିଳିନି, ସେମାନେ ବି ଟେନସନ୍ ନିଅନ୍ତୁନି, ଆପଣଙ୍କୁ ଯେମିତି ହେଲେ ମିଳିବ। ଯଦି ଆପଣଙ୍କ ରିଜେକ୍ଟ ଲିଷ୍ଟରେ ନାଁଟି ଆସିନି, କିଛି ଭୁଲବଶତଃ କଟିନି, ତାହେଲେ ଆପଣଙ୍କୁ ଟଙ୍କା ମିଳିବ ହିଁ ମିଳିବ। ଆଜି ନହେଲେ କାଲି ଆପଣଙ୍କ ଭେରିଫିକେସନ୍ କରାହେବ, ତାପରେ ଆପଣଙ୍କର ମିଳିବ। ତ ଯଦି ନ ମିଳିଲା ସେଥିରେ ଟେନସନ୍ ନେବାର ନାହିଁ। ମାର୍ଚ୍ଚ 8 ତାରିଖରେ ପୁରା 10,000 ଆସିବ। ଆପଣମାନେ ତାକୁ ଏକାଥରକେ କେଉଁଠି ଗୋଟେ କାମରେ ଲଗାଇ ପାରିବେ। ଇଏ ଥିଲା ହେଉଛି ମାନେ ହେଡ଼ଲାଇନ୍ ନ୍ୟୁଜ୍। ଏବେ ଭିତରେ ଟିକେ ଦେଖିଦେବା କ'ଣ ଅଛି। ମୁଁ ବ୍ଲୁ ବ୍ଲକ୍ସରେ ଲେଖିଦେଇଛି, ତ ମୁଁ ଏବେ ଦେଖାଇ ଦେଉଛି। ସୁଭଦ୍ରା ଯୋଜନା ନେଇ ବଡ଼ ଅପଡ଼େଟ୍। କ'ଣ ଅପଡ଼େଟ୍ ମୁଁ କହିଲି ଏବେ ଆପଣଙ୍କୁ। ମାର୍ଚ୍ଚ 7 ତାରିଖରେ ସୁଭଦ୍ରା ଯୋଜନା ଆବେଦନର ଡେଡ଼ଲାଇନ୍, ମାନେ ଡେଡ଼ଲାଇନ୍ କାହାକୁ କୁହାଯାଏ, ମାନେ ଲାଷ୍ଟ ଡେଟ୍। ପୁରା ଡେଡ଼ଲାଇନ୍ କାହାକୁ କୁହାଯାଏ ମୁଁ କହିଲି, ଯେଉଁଟାକି ଆମର ଲାଷ୍ଟ ଡେଟ୍ ଥାଏ। ବୁଝିଲେ? ତ ଶେଷ ତାରିଖ ଆମର ଘୋଷଣା ହେଇଗଲା ଆଜ୍ଞା ମାର୍ଚ୍ଚ 7 ତାରିଖ। ତ ଡେଡ଼ଲାଇନ୍ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ 2025 ମାର୍ଚ୍ଚ 7ରେ ସୁଭଦ୍ରାର ପ୍ରଥମ କିସ୍ତିର ଆବେଦନ ଶେଷ ତାରିଖ। ବର୍ତ୍ତମାନ ସୁଦ୍ଧା କେତେ ଲୋକ ପାଇଛନ୍ତି ଟଙ୍କା ନା 80,46,000 ଅଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି। ବୁଝିଲେ? ତ
ତ ଆପଣମାନେ ବି ସେଥିରେ ସାମିଲ ହେଇଥାଇ ପାରନ୍ତି, ନ ବି ହେଇଥାଇ ପାରନ୍ତି, ଇଭିନ୍ ଆବେଦନ ବି କରିବାକୁ ଯାଇଥାଇ ପାରନ୍ତି। ଯଦି ଆପଣ ଆବେଦନ କରିନାହାନ୍ତି, ମୁଁ ପୁଣି ଥରେ କହୁଛି, ମାର୍ଚ୍ଚ 7, 2025 ପୂର୍ବରୁ ଆବେଦନ କରିଦିଅନ୍ତୁ। କିଛି ଜଣଙ୍କର କହିଥିବ ନା ଆଧାର କାର୍ଡ଼ ନଥିବ, ଆଧାର କାର୍ଡ଼ଟା କରେଇ ଦିଅନ୍ତୁ, 5-10 ଦିନ ଲାଗିବ, ଆଧାର କାର୍ଡ଼ ପଳେଇ ଆସିବ। ବ୍ୟାଙ୍କରେ NPCI ଅପଡ଼େଟ୍ କରେଇ ଦିଅନ୍ତୁ, ଦ୍ୱିତୀୟ କଥା। ତୃତୀୟ କଥା ହେଉଛି ଗୋଟିଏ ମୋବାଇଲ ନମ୍ବରରେ 2ଟା ଯାକ ଲିଙ୍କ କରାନ୍ତୁ, ମାନେ ଆଧାର କାର୍ଡ଼ ବି ଲିଙ୍କ କରାନ୍ତୁ, ବ୍ୟାଙ୍କ ପାସବୁକ୍ ବି ଲିଙ୍କ କରାନ୍ତୁ, ଅଲଗା ଅଲଗା କରନ୍ତୁନି। ଏଗୁଡ଼ା ସବୁ ଆରାମସେ ମାସେ ଭିତରେ କମ୍ପ୍ଲିଟ୍ ହେଇଯିବ। ଯଦି ନୂଆ ଆବେଦନ କରିବାକୁ ଯାଉଛନ୍ତି ତାହେଲେ ତାପରେ ଆବେଦନ କରନ୍ତୁ, ତାକି ଆପଣଙ୍କର ଏକା ଥରରେ ପଇସାଟି ଆସିବ କୌଣସି ବିଘ୍ନ ସହିତ, ବୁଝିଲେ? ବିନା ବାଧା ବିଘ୍ନରେ ଆପଣଙ୍କୁ ପଇସାଟି ମିଳିଯିବ। ଯେମିତି ଯେଉଁମାନେ ଆବେଦନ ନୂଆ କରୁଛନ୍ତି, ଯେଉଁମାନେ ତ ଆବେଦନ କରିଛନ୍ତି ସେମାନେ ଭୁଲ ଭଟକା କରିଛନ୍ତି ବୋଲି ତ ଆମେ ଏବେ ସଂଶୋଧନ କରିପାରୁଛୁ ନା, ତ ସେମାନଙ୍କ ପାଇଁ ଏବେ କିଛି ନାହିଁ। ସେ ଜିନିଷଟା ସେମାନେ ୱେଟ୍ କରିବାକୁ ହିଁ ପଡ଼ିବ, କେଉଁ ବି ଫେଜ୍ରେ ତାଙ୍କୁ ପଇସା ହିଁ ଆସିବ ଯଦି ସେମାନଙ୍କ ଯୋଗ୍ୟତା ମାନଦଣ୍ଡରେ ଫିଟ୍ ହେଉଥିବେ। ତ ଇଏ ରହିଲା କଥା। ମୁଁ କ'ଣ କହିଲି, ଗୋଟେ କଥା, ଆପଣଙ୍କ ଆଧାରରେ ମୋବାଇଲ ନମ୍ବର ଆଡ଼୍ କରିଦିଅନ୍ତୁ। ତାପରେ ଆମର ବ୍ୟାଙ୍କ ପାସବୁକ୍ରେ ମୋବାଇଲ ନମ୍ବର ତ ଆଡ଼୍ ଥିବ, ତ ସେ 2ଟା ଯାକ ନମ୍ବର ଗୋଟିଏ ହେଇଥିବା ଦରକାର, ବୁଝିଲେ? ଆଉ ସେଥିରେ ଡିବିଟି ଅନ୍ ଥିବ, ମାନେ ସେଥିରେ ଆପଣ ଟଙ୍କା ଉଠା ନେବା କରୁଥିବେ, ଆକ୍ଟିଭ୍ ଥିବ ବ୍ୟାଙ୍କଟା। ଡିବିଟି ନ ତ ଡିବିଟି ତ ଆପଣ ଅନ୍ କରିଦେବେ, ଯେତେବେଳେ ଆଧାରଟାକୁ ଲିଙ୍କ କରିଦେବେ ସେଇଟା ଡିବିଟି ଅନ୍ ହେଇଯିବ। ଯେତେବେଳେ ଆପଣ ପଇସା ନେବା ଉଠା କରିବେ ସେଇଟାକୁ ଆମେ କହିବା ଆକ୍ଟିଭ୍ ହେଇଯାଏ। ତ ଏବେ ଦେଖିବା ଆଗକୁ ଆହୁରି କ'ଣ ଲେଖା ଅଛି। 1,56,00,000 ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନା ପଞ୍ଜୀକରଣ କରିଛନ୍ତି। ତ ଆପଣମାନେ କରିନାହାନ୍ତି, ଜଲ୍ଦି କରନ୍ତୁ। ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ, ବୁଝିଲେ? ତେଣୁ ମାର୍ଚ୍ଚ 7 ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଶେଷ ତାରିଖ, ସେଇଥିପାଇଁ ଘୋଷଣା କରାଯାଇଛି, ବୁଝିଲେ? ଏ ନେଇ ସୂଚନା ଦେଇଛନ୍ତି କିଏ? ପ୍ରଭାତ ପରିଡ଼ା। ହିତାଧିକାରୀଙ୍କୁ ମାର୍ଚ୍ଚ 8 ତାରିଖରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଆମେ ତ ଜାଣିଛେ ଆଗରୁ ଯେ ଆମର ଓମେନ୍ସ ଡେ ସେଦିନ ମାର୍ଚ୍ଚ 8ରେ ସମସ୍ତଙ୍କୁ ଟଙ୍କା ମିଳିବାକୁ ଯାଉଛି, କିନ୍ତୁ ସମସ୍ତ ମହିଳାଙ୍କୁ ଏକାଥରକେ ମିଳିବନି ଟଙ୍କା। ମାନେ ପ୍ରୋସେସ୍ ହେଉଛି ସେମିତିଆ, ପୁଣି କ'ଣ ନା ପର୍ଯ୍ୟାୟକ୍ରମେ ଟଙ୍କା ମିଳିବ, ମାନେ ତାଙ୍କୁ ଏକାଥରକେ ଦେବାକୁ ପ୍ରୋବ୍ଲେମ୍ ହେଉଛି। ସେଥିପାଇଁ ଆଗରୁ ଶୁଣାଯାଉଥିଲା ସମସ୍ତଙ୍କୁ ଏକାଠି ମିଳିଯିବ, କିନ୍ତୁ ଏଥରକ ସମସ୍ତଙ୍କୁ ଏକାଠି ମିଳିବନି। ଏଥିରେ ବି ପର୍ଯ୍ୟାୟକ୍ରମେ ମିଳିବ ଯେଉଁମାନଙ୍କୁ ଦ୍ୱିତୀୟ କିସ୍ତି ମିଳିବାକୁ ଯାଉଛି। ତେବେ ଟଙ୍କାକୁ ନେଇ ବ୍ୟସ୍ତ କିମ୍ବା ବ୍ୟାଙ୍କ ଆଗରେ ଭିଡ଼ ଲଗାନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସତରେ ଭିଡ଼ ଲଗାଉଛନ୍ତି, କିନ୍ତୁ ଯେଉଁମାନେ ନୂଆ ଆବେଦନ କରୁଛନ୍ତି, ମୋର ଗୋଟିଏ ଅନୁରୋଧ, ସେମାନେ ଆଗ ଡିବିଟି ଲିଙ୍କ କରାନ୍ତୁ, ତା ସହିତ ଆମର ମୋବାଇଲ ନମ୍ବରଟି ଠିକ୍ ରଖନ୍ତୁ 2ଟା ଜାଗାରେ, ଦେନ୍ ଆପଣଙ୍କୁ ଆଉ କିଛି କରିବାର ନାହିଁ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟର ଟଙ୍କା ହିତାଧିକାରୀ ଦିଆଯାଇଛି, ମୁଁ କହୁଥିଲି ଅଲରେଡ଼ି। ଏଥିରୁ ଅନେକ ବାଦ ପଡ଼ିଯାଇଛନ୍ତି। ତେବେ ଏହି ହିତାଧିକାରୀଙ୍କୁ ବ୍ୟସ୍ତ ନ ହେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆପଣମାନେ ବ୍ୟସ୍ତ ହୁଅନ୍ତୁନି, ପଇସା ମିଳିଛି ନ ମିଳିଛି ମ୍ୟାଟର ନାହିଁ। ଯଦି ପଇସା ମିଳେନି ତାହେଲେ ଆପଣଙ୍କର ପୁଣି ଥରେ ଯାଞ୍ଚ ହେବ, ଆପଣଙ୍କୁ ଟଙ୍କାଟି ମିଳିବ। ଯଦି ଆପଣଙ୍କର ରିଜେକ୍ଟ ହେଇଯାଇଛି, ପୁଣି ପୁନର୍ବାର ଏମିତି ଯାଞ୍ଚ ହେଉଥିବ, ସେଥିର ସତ୍ୟତା ପରୀକ୍ଷା କରିବା ପାଇଁ ଯେତେ ଥର ବି ଯାଞ୍ଚ କରାଯାଉ ନା କାହିଁ, ଆପଣଙ୍କର ଯାଞ୍ଚ ହେବ, ଆପଣଙ୍କୁ ଟଙ୍କାଟି ମିଳିବ। ବ୍ୟାଙ୍କ ମିତ୍ର ଏ ନେଇ ତାଲିକା ପ୍ରସ୍ତୁତ କରିବେ, ଏହି ମହିଳାଙ୍କ ନିକଟକୁ ଯାଇ ସମସ୍ୟା ଦୂର କରିବେ। ମୁଁ ତ କହିଲି ପୂର୍ବ ଭିଡ଼ିଓରେ, ଜଷ୍ଟ ମୁଁ କହିଥିଲି କି ଯେଉଁ ସବସ୍କ୍ରାଇବର ଜଣକ ତାଙ୍କର ହେଇପାରୁନଥିଲା, ତ ତାଙ୍କୁ କଲ୍ ଆସିଲା ବ୍ୟାଙ୍କ ତରଫରୁ। ସିଏ କହିଲେ କି ଆପଣ ଆମ ପାଖକୁ ଆସନ୍ତୁ, ପ୍ୟାନ୍ କାର୍ଡ଼, ଆଧାର କାର୍ଡ଼ ଆଉ ଆପଣଙ୍କ ଯେଉଁ ଡେବିଟ୍ କାର୍ଡ଼ ଧରିକିରି ଆମେ ଆପଣଙ୍କର ଗୋଟେ ଇ-ରୂପୀ ଆକାଉଣ୍ଟଟେ ଖୋଲିବୁ। ତ ତାଙ୍କର ପଇସାଟି ଆସିଗଲା ଆଜ୍ଞା, ଠିକ୍ ଏ ପୂର୍ବ ପର୍ଯ୍ୟାୟରେ ତାଙ୍କର ପଇସାଟି ଆସିଗଲା। ତ ବ୍ୟାଙ୍କ ବାଲାଙ୍କୁ ଏବେ ଦିଆହେଇଛି, ଯେଉଁମାନଙ୍କ NPCI ହେଉନି ସେମାନେ ଯାଇକି ଆପଣଙ୍କର କ୍ଲିୟର କରିଦେବେ। ଇଏ ଥିଲା ମୋର କଥାଟା, ଯେଉଁଟାକି ନ୍ୟୁଜ୍। ମୁଁ ଫାଷ୍ଟ 3 ଜଣଙ୍କ ପାଇଁ କଥା କହୁଛି, ଯେଉଁମାନେ ପାଇଯାଇଛନ୍ତି ସେମାନେ ବି ଖୁସି ହେଇଯାଆନ୍ତୁ, କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଯେଉଁ ମିଳିବ ଏକାଥରକେ ମିଳିବନି। ସେମିତି କହିବେନି କି ମୋତେ ପ୍ରଥମ ପର୍ଯ୍ୟାୟ ମିଳିଥିଲା, କୁହାଯାଇଥିଲା ଦ୍ୱିତୀୟ ପର୍ଯ୍ୟାୟ ସମସ୍ତେ ମିଳିବ, ନାହିଁ, ଏଇଟା ବି ପର୍ଯ୍ୟାୟକ୍ରମେ ମିଳିବ। ଦ୍ୱିତୀୟ ପର୍ଯ୍ୟାୟ ଏଇଠି ସେମାନେ ଯେଉଁ ୱେଟ୍ କରିବେ ଏବେ। ଆଉ ରହିଲା ଯେଉଁମାନେ ପାଇନାହାନ୍ତି, ଯେଉଁମାନଙ୍କର ଅଣ୍ଡର ପ୍ରୋସେସ୍ରେ ଅଛି କି କ'ଣ ଅଛି, ସେମାନେ ବି ପର୍ଯ୍ୟାୟକ୍ରମେ ପାଇବେ। ଯେମିତି ହେଲେ ଏଇଠି ସମସ୍ତେ ପାଉଛନ୍ତି, ଆପଣମାନେ ଦେଖୁଥିବେ କିଛି ନା କିଛି ପର୍ଯ୍ୟାୟରେ କିଛି କିଛି ଲୋକ ପାଉଛନ୍ତି, ଆପଣଙ୍କ ଏରିଆରେ ହେଉ କି କେଉଁ ବି ଏରିଆରେ ଆପଣ ଦେଖୁଛନ୍ତି। ଆଉ ରହିଲା ଥାର୍ଡ଼, ଏଇଟା ହେଉଛି ସମସ୍ତ ମାନେ ସବୁଠୁ ଇମ୍ପୋର୍ଟାଣ୍ଟ, ଯେଉଁମାନେ ଆବେଦନ କରୁଛନ୍ତି କିମ୍ବା କରିବା ପାଇଁ ଭାବୁଛନ୍ତି ତାଙ୍କୁ କ'ଣ କରିବା ଦରକାର। ମାର୍ଚ୍ଚ 7 ପୂର୍ବରୁ କରିବା ଦରକାର। ଆଉ ଯେଉଁମାନେ ବି କରୁଛନ୍ତି ତାଙ୍କୁ 3ଟା ଜିନିଷ ପୁରା ପରଫେକ୍ଟଲି ଫିଟ୍ କରିବା ଦରକାର। ଯେଉଁଟାକି ଆମର ଶେଷ ତାରିଖ ଆସିଯାଇଛି, କେବେ ମାନେ ଏପର୍ଯ୍ୟନ୍ତ ଆସିନଥିଲା, ଏଇଟା ଶେଷ ତାରିଖ। ତ ୟା ଭିତରେ ଆପଣମାନେ ଆପ୍ଲାଏ କରିବାକୁ ଟ୍ରାଏ କରନ୍ତୁ, ପରେ ଯେମିତି ନ ହୁଏ। କାହିଁକିନା ପରେ ଆଉ ଶୁଣିବେନି ନା, ଗଭର୍ଣ୍ଣମେଣ୍ଟ ତ ଶୁଣେନି, ତ ଡିସାଇଡ଼୍ କରିଛି ମାନେ କିଛି ତ ଭାବିକି କରିଥିବ। କଥାଟା ମୋର ଏଇଆ ଥିଲା। ଆଉ ଏଇଭଳି ନ୍ୟୁଜ୍ ଆଗ ପ୍ରଥମେ ଆମ ଚ୍ୟାନେଲରେ ପାଇବା ପାଇଁ ଭିଡ଼ିଓ ଗୋଟେ ଛୋଟ ଲାଇକ୍ କରିବେ, ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦେବେ। ଏହାଦ୍ୱାରା ଆମକୁ ବହୁତ ମୋଟିଭେସନ୍ ମିଳିଥାଏ ନୂଆ ନୂଆ ଭିଡ଼ିଓ ଆଣିବା ପାଇଁ ଆପଣମାନଙ୍କ ପାଇଁ। ତ ରହିଲି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ।